और जिस तरीके से मेरे ऊपर में आरोप लगाया जा रहा है तो उसका मैं पूर्ण रूप से खंडन करती हूँ। और कहीं भी अगर ऐसा वीडियो है, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ନମସ୍କାର। ଖ୍ରୀଷ୍ଟ ବିରୋଧୀ ହେଲେ ଛଟପଟ। ଆପଣ ଥମ୍ବନେଲରେ ଦେଖି ସାରିଥିବେ ଜଣେ ଲେଡ଼ିସ୍ ଅଛି, ମାନେ ମୋଟି ହେଇକି ଗୋଟେ ଲେଡ଼ିସ୍ ଅଛି, ଆଉ ସିଏ ହେଉଛି ବଜରଙ୍ଗ ଦଳର ଜଣେ ଲିଡର ଲେଡ଼ିସ୍। ଆଉ ୟାର ଯେଉଁ କାର୍ଯ୍ୟକଳାପ ଆପଣ କୁହନ୍ତୁନି ଆଜ୍ଞା, ଆପଣ ପଚାରନ୍ତୁନି ଇଏ କେଉଁ ଭଳିଆ ସ୍ତ୍ରୀ ଲୋକ ଇଏ, ଆପଣ ନ ପଚାରିବାରେ ଭଲ ହେବ। କାହିଁକି ନା ଦେଖନ୍ତୁ, ଏଇଭଳି ସ୍ତ୍ରୀ ଲୋକ ପୃଥିବୀରେ ବିରଳ, ଆପଣ ପାଇବେ ନାହିଁ। ଯେମିତି ଆପଣ ଶୁଣିଥିବେ ଯେ ଆମର ପୃଥିବୀରୁ କିଛି ପ୍ରାଣୀ ଲୁପ୍ତ ହୋଇଗଲାଣି। ପୂର୍ବରୁ ଯେଉଁ ଥିଲା ଡାଇନୋସର ଥିଲେ, ଉଡ଼ିଲା ବାଲା ଡାଇନୋସର ଥିଲେ, ବଡ଼ ବଡ଼ ଡାଇନୋସର ଥିଲେ, କିଛି ପକ୍ଷୀ ବି ଏମିତି ଥିଲେ, କିଛି ପଶୁ ବି ଥିଲେ, ସେମାନେ ଆଉ ବର୍ତ୍ତମାନ ନାହାନ୍ତି, ଲୁପ୍ତ ହୋଇଗଲାଣି। ତେବେ ଆମେ ସେମାନଙ୍କୁ ବିରଳ ବୋଲି କହୁ। କିଛି ଲୁପ୍ତ ହେବା ଅବସ୍ଥାରେ ଅଛନ୍ତି, ତାଙ୍କୁ ବି ବିରଳ ବୋଲି କହୁ। ଆଉ ଆପଣ ଏଇଭଳି ସ୍ତ୍ରୀ ଘମଣ୍ଡି ସ୍ତ୍ରୀ ଲୋକମାନଙ୍କୁ, ଆଉ ମୁଁ ବି କହିବି ଆପଣ ଏଇଭଳି ସ୍ତ୍ରୀ ଲୋକ ପୃଥିବୀରେ କେଉଁଠି ପାଇବେନି। ମାନେ ଇଏ ହେଉଛି ସ୍ପେଶିଆଲ ସ୍ତ୍ରୀ ଲୋକ। ଇଏ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଏ ସ୍ପେଶିଆଲ ହେଲା କେମିତି, କାହିଁକି ସ୍ପେଶିଆଲ ହେଲା। ମାନେ ଯେଉଁ ଜାଗାରେ କେହି ମୁଣ୍ଡ ଖେଳଉନଥିବେ ଇଏ ଯାଇକି ସେଇଠି ମୁଣ୍ଡ ଖେଳାଇବ, ଯେଉଁ ଜାଗାରେ କେହି ପଶୁ ନଥିବେ ଇଏ ଯାଇକି ସେଇଠି ପଶିବ। ଏ ସ୍ତ୍ରୀ ଲୋକ କଥା ମୁଁ କହୁଛି ଆଜ୍ଞା, ଟିକେ ଦେଖନ୍ତୁ। ସେଥିପାଇଁ ମୁଁ କହୁଛି ଏଇଭଳି ପ୍ରାଣୀ ହେଉଛି ଲୁପ୍ତ ପ୍ରାୟ ପୃଥିବୀରେ। ମୋତେ ତ ଲାଗୁଛି ଏଇଭଳି ପ୍ରାଣୀମାନଙ୍କର ଗୋଟେ ଗୋଟେ ପ୍ରତିମା ତିଆରି କରିକି ମାନେ ମ୍ୟୁଜିୟମରେ ରଖିବା ଦରକାର। ଆଗାମୀ ଦିନର ଲୋକମାନେ ଆସିକି ଦେଖିବେ, ୱାହ ଏମିତି ଲୋକ ଗୋଟେ ପୂର୍ବରୁ ଥିଲା ନା, ଏବେ କିନ୍ତୁ ନାହିଁ ନା। ସେମାନେ ଯେମିତି ଜାଣିବାକୁ ପାରିବେ, ୱାହ। ଆଉ ମୋତେ ତ ଲାଗୁଛି ଏଇ ଯେଉଁ ଜ୍ୟୋତି ଶର୍ମା ଯେଉଁ ଖ୍ରୀଷ୍ଟିଆନ ବିରୋଧୀ ଲେଡ଼ିସ୍ ଅଛି, ୟା ସ୍ଥାନ ଛତିଶଗଡ଼ରେ ନ ହେଇକି ୟାକୁ ଗୋଟା ଟେକି ନେଇକି ମ୍ୟୁଜିୟମରେ ନେଇକି ରଖିବା କଥା ଆଜ୍ଞା ଏମାନଙ୍କୁ। ତେବେ ଆପଣ କହିବେ କାହିଁକି ଏମିତି ତୁମେ କହୁଛ ମ୍ୟୁଜିୟମରେ ରଖିବା କଥା? ଆଜ୍ଞା ଖାଲି ଛତିଶଗଡ଼ରେ ଥିଲେ ୟାକୁ କିଏ ଦେଖିବ? ଯଦି ୟାକୁ ନେଇକି ମ୍ୟୁଜିୟମରେ ରଖାଯିବ ତେବେ ସିନା ସମସ୍ତଙ୍କ ନଜର ୟା ଉପରେ ପଡ଼ିବ। ମାନେ ଇଏ କେତେ ବଡ଼ ଇଏ ମାନେ ତୋପ, ମାନେ ଇଏ ମାନେ କେତେ ବଡ଼ ମାନେ ଭିଆଇପି ଲୋକ ଇଏ, ମାନେ ସମାଜର ନାମଜାଦା ଲୋକ, ସମସ୍ତେ ଦେଖିବେ ନା। 2 ଜଣ ନନ୍କୁ ଆରେଷ୍ଟ କରିକି ମାନେ ଖ୍ରୀଷ୍ଟିଆନ ଲୋକମାନଙ୍କର କଲର୍ ଧରିକି ପାଷ୍ଟରମାନଙ୍କୁ ବାଡ଼େଇକି, ମାନେ ଇଏ କ'ଣ ଭାବୁଛି ଆପଣ ଜାଣିଛନ୍ତି? ଇଏ ଭାବୁଛି ଯେ ମୁଁ ଏକ ଏମିତି ଗୋଟେ କାମ ମୁଁ କରିଦେଇଛି, ଆଉ ଯାହା ହେଉଛି କଳ୍ପନାର ବାହାରେ, ମୁଁ ଗୋଟେ ବହୁତ ବଢ଼ିଆ କାମ କରିଛି। ମାନେ ମୁଁ ଏମିତି କାମ କରିଛି, ମୋ ନାମ ଗିନିଜ୍ ବୁକ୍ରେ ମୋ ନାଁ ଲେଖାଯିବା ଦରକାର। ଆପଣ ଦେଖିବେ କିଛି ଦିନ ପରେ ଇଏ ଏମିତି ମାନେ ଦାବି ବି କରିପାରେ, ମୋ ନାଁକୁ ଗିନିଜ୍ ବୁକ୍ରେ ଲେଖ, କାରଣ ମୋ ଭଳିଆ ଲୋକ ତୁମେ ପାଇବ ନାହିଁ। ଛି 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 ଛି। ବଜରଙ୍ଗ ଦଳର ଲିଡର ବୋଲି କହୁছে, କିନ୍ତୁ ୟାର ହରକତ କ'ଣ ଆପଣ ଜାଣିଛନ୍ତି? ଇଏ କ'ଣ କରିଛି, କ'ଣ ନ କରିଛି, କ'ଣ କରୁଛି କହିବି ଆଜ୍ଞା ଆପଣଙ୍କୁ। ଆଉ ଯେଉଁ ନନ୍ 2 ଜଣଙ୍କୁ ଆରେଷ୍ଟ କରାଇଲା, ସେଥି ନିମନ୍ତେ 3 ଜଣ ଝିଅଙ୍କୁ ମିଥ୍ୟା ସାକ୍ଷ୍ୟ ମଧ୍ୟ ଦେବା ପାଇଁ ବାଧ୍ୟ କରାଇଲା ଇଏ ଜ୍ୟୋତି ଶର୍ମା। ଆଉ ତୁମେ, ମୁଁ ଯେମିତି କହିଲି ତୁମେ ସେମିତି କହିବ। ତୁମେ କହିବ ଯେ ଆମକୁ କିଡ଼ନାପ୍ କରିକି ନିଆଯାଉଥିଲା, ଆମକୁ ଚାଲାଣ କରାଯାଉଥିଲା। ଯଦି ତୁମେ ଏମିତି ନ କହିବ ମୁଁ ତୁମକୁ ପିଟିବି, ତୁମ ଭାଇକୁ ମାରିଦେବି। ଆଉ ଗୋଟେ ଇଏ ବହୁତ ମହାନ କଥା ଗୋଟେ କହିଛି ଯେ ମୁଁ ତୁମମାନଙ୍କୁ ବଳାତ୍କାର କରେଇବି। ବଳାତ୍କାର କରେଇବ ଇଏ ଜଣେ ଲେଡ଼ିସ୍ ହେଇକି। ତେବେ ପ୍ରିୟ ବନ୍ଧୁ, କ'ଣ ଏସବୁ ମିଛ ନୁହେଁ? ବର୍ତ୍ତମାନ କ'ଣ ହେଇଛି ଜାଣିଛନ୍ତି? ବର୍ତ୍ତମାନ ବଜରଙ୍ଗ ଦଳର ଲୋକମାନେ, ରତନ ଯାଦବ ହେଲା, ଏଇ ଯେଉଁ ଜ୍ୟୋତି ଶର୍ମା ହେଲା, ନିଜକୁ ବଞ୍ଚାଇବା ପାଇଁ ସେମାନେ କେତେ କ'ଣ କାହାଣୀ ସେମାନେ ତିଆରି କରୁଛନ୍ତି। କିନ୍ତୁ ଆମର ଖ୍ରୀଷ୍ଟିଆନ ଭଉଣୀମାନେ ଯେଉଁଟା ବୟାନ ଦେଇଛନ୍ତି
ସେଇଟା କେବେ ବି ମିଛ ନୁହେଁ, ସେଇଟା ସତ ଅଟେ ଆଜ୍ଞା। ସେମାନଙ୍କୁ ଜବରଦସ୍ତ କରାଯାଇଥିଲା ତୁମେ ଏମିତି ବୟାନ ଦେବ। କାରଣ ଆପଣ ବି ଜାଣନ୍ତି, ମୁଁ ବି ଜାଣେ, ଆପଣ ଯଦି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ହେଇଥାନ୍ତି ତେବେ ମୁଁ ଆପଣଙ୍କୁ କହୁଛି କି ଆପଣ ବି ଜାଣିଛନ୍ତି, ମୁଁ ବି ଜାଣେ, କୌଣସି ଖ୍ରୀଷ୍ଟିଆନ ଲୋକମାନେ ଝିଅ ଚାଲାଣ କରନ୍ତି ନାହିଁ। ଏମାନେ ତ ପୁରା ନନ୍ଙ୍କ ଉପରେ ପୁରା ଆରୋପ ଲଗାଇଦେଲେ, ସେମାନେ ଝିଅ ଚାଲାଣ କରୁଥିଲେ। ମାନେ କେତେ ବଡ଼ ମିଥ୍ୟା ଅଭିଯୋଗ ଟିକେ ଦେଖନ୍ତୁ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ଭାରତ ସରକାର ୟାକୁ ଆରେଷ୍ଟ କରିନାହିଁ। କାହିଁକି ତାକୁ ପରବର୍ତ୍ତୀ ଦିନମାନଙ୍କରେ ଆମେ ଦେଖିବା। ଏସବୁ ଦେଖିକି ଆଜ୍ଞା ଆପଣ ଜାଣିଛନ୍ତି, ଅନ୍ୟ ଦେଶର ଲୋକମାନେ ଭାରତ ସରକାରଙ୍କୁ ଛି ଛି କରୁଛନ୍ତି, ବଜରଙ୍ଗ ଦଳକୁ ଛି ଛି କରୁଛନ୍ତି, ବିଜେପି ସରକାରକୁ ତିରସ୍କାର କରୁଛନ୍ତି। ଅନ୍ୟ ଦେଶର ଲୋକମାନେ ସେମାନେ ଡାଇରେକ୍ଟ କରୁଛନ୍ତି, ସେମାନେ ଡାଇରେକ୍ଟ ଏମିତି କହୁଛନ୍ତି, ସେମ୍ ଅନ୍ ଟୁ ୟୁ ଇଣ୍ଡିଆନ୍ ଗଭର୍ଣ୍ଣମେଣ୍ଟ। ତା ଅର୍ଥ ହେଉଛି ଭାରତ ସରକାର ତୁମକୁ ଲାଜ ଲାଗିବା ଦରକାର। ତେବେ ପ୍ରିୟ ବନ୍ଧୁଗଣ, ଆମ ଦେଶ ବିରୁଦ୍ଧରେ ଲୋକମାନେ କାହିଁ କହିବେ? ଆମେ ଆମ ଦେଶ ଭିତରେ ଅଛୁ, ଆମ ଦେଶକୁ ଆମେ ଭଲ ପାଉ। ତେବେ ଆମେ କାହିଁକି ସୁଯୋଗ ଦେବା ବାହାର ଦେଶର ଲୋକମାନଙ୍କୁ ଯେ ଆମ ଦେଶ ବିରୁଦ୍ଧରେ କଥାବାର୍ତ୍ତା କରିବେ? ଦେବା କଥା ନୁହେଁ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର କରୁଛି କ'ଣ? ଏଫଆଇଆର ଦିଆଗଲାଣି। ଆଉ କିଛି ଖ୍ରୀଷ୍ଟିଆନ ଲିଡର ମାନେ ସେମାନେ ବି ନିଜର ବୟାନ ଦେଲେଣି ଯେ ଯଦି ଜ୍ୟୋତି ଶର୍ମାକୁ ଆରେଷ୍ଟ ନ କରାଯାଏ ତେବେ ଆମେ ଧାରଣା ଦେବୁ। ଆଉ ଏଇ ଯେଉଁ ଧାରଣା ଏକ ସାମାନ୍ୟ ନୁହେଁ, ଏକ ବହୁତ ବଡ଼ ଆନ୍ଦୋଳନ ହେବ। ତେବେ ପ୍ରିୟ ବନ୍ଧୁଗଣ, ଆପଣ କ'ଣ ଭାବୁଛନ୍ତି ଏଇସବୁ ବିଷୟକୁ ନେଇକି କମେଣ୍ଟ କରନ୍ତୁ। ସମସ୍ତଙ୍କୁ ନମସ୍କାର। ଆଜିର ଭିଡ଼ିଓକୁ ଆମେ ଏଇଠି ରଖିବା। ପୁଣି ଆମେ ଆଗକୁ ଦେଖିବା ପରବର୍ତ୍ତୀ ଭିଡ଼ିଓମାନଙ୍କରେ ଯେ ୟା ପରେ ପରେ କ'ଣ ସବୁ ହେଉଛି। ଦୁଇ ଜଣଙ୍କ ନନ୍କୁ ନେଇକି ଜ୍ୟୋତି ଶର୍ମା ସହିତ କ'ଣ ହେଉଛି, ଖ୍ରୀଷ୍ଟିଆନ ସମାଜ ସହିତ କ'ଣ ହେଉଛି ଆମେ ଦେଖିବା। ସମସ୍ତଙ୍କୁ ନମସ୍କାର। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର। दुर्ग धर्मांतरण और मानव तस्करी केस में तीनों युवतियों ने बजरंग दल पर गंभीर आरोप लगाए हैं। तीनों युवतियों ने बजरंग दल कार्यकर्ताओं पर मारपीट और अभद्रता का आरोप लगाया है, जिसकी शिकायत नारायणपुर एसपी से भी की गई है। इस मामले में हिंदूवादी नेता ज्योति शर्मा ने कहा कि तीनों युवतियों के आरोप गलत हैं। पहले तीनों युवतियों ने अपनी मर्जी से बयान दिया है। जो काम करता है उसी के लिए चर्चा होता है, और मैं धरातल और हिंदुत्व के लिए, अपने छत्तीसगढ़ के लिए, अपने देश के लिए मैंने काम किया है। और जिस तरीके से मेरे ऊपर में आरोप लगाया जा रहा है तो उसका मैं पूर्ण रूप से खंडन करती हूँ। और कहीं भी अगर ऐसा वीडियो है जिसमें बोला जा रहे हैं पूरे देश में जितने क्रिश्चियन हैं, ये लड़कियां जिस तरीके से बोल रही हैं कि हमको मारी, हमको धक्का देते हुए ले गई है, या मेरे बजरंग दल के भाई लोग उनके कमर में हाथ डाले हैं, तो जितने रेलवे स्टेशन में कैमरे लगे हैं चेक कर लिया जाए। देखो, बेल मिला है, मामला खारिज नहीं हुआ, अभी तो चलेगा ना। किस ग्राउंड पे बेस पे उनको बेल मिला हम लोग भी देखेंगे। हम बातचीत कर रहे हैं अपने वकीलों से, है ना। और ये कोई छोटा मोटा केस नहीं है कि आप आज बेल मिल गया तो आप जीत गए। जिस तरीके से ये बात हो रही है वो सरासर उचित नहीं है। दूसरा, नारायणपुर एसपी के सामने 3 बच्चियां बयान दे रही हैं करके आप लोग जो बोल रहे हैं, अभी मुझे जो वीडियो दिखाया आप लोगों ने, मैं इस पर सरासर खंडन करता हूं। ये मिशनरियों की चाल है जो उल्टा सीधा मेरे कार्यकर्ता, मेरी बहन, इनके ऊपर जो आरोप लगाया जा रहा है, मैं इसका सीधा सीधा खंडन करता हूँ। रेलवे स्टेशन का जो मामला था वो मामला था 8:30 से 9 बजे के बीच, और हमारे कार्यकर्ता वहाँ पहुँचे हैं 10 से 10:30 बजे के बीच में। पूरा सीसीटीवी कैमरे में वो डाउनलोड है। और इस विषय पे जो वो लड़कियां बयान दे रही है वो 8 दिन से गायब थी। हम लगातार उनका संपर्क जानने की कोशिश कर रहे थे लेकिन पता नहीं चला। लेकिन जैसे ही वो 2 नन का जमानत होता है तुरंत इनका तुरंत आवेदन एसपी में जाकर तुरंत ये आवेदन देती है, बाइट देती है। तो ये कहीं ना कहीं
ये पूरा इनका सिंडिकेट मिला हुआ है और पूरा टेक्नोलॉजी तरीके से ये हम लोग को दबाव बना रहे हैं। वो आज क्यों कह रही है, पहले दिन भी कह सकती थी, तीसरे दिन भी कह सकती थी और 5वें दिन भी कह सकती थी, लेकिन जिस दिन ननों का जमानत हो उसी दिन क्यों कही, ये बहुत बड़ा कारण का विषय है।